ଭାଇ ଆପଣଙ୍କ ନାଁ କଣ? ମୋ ନାଁ ରଘୁନାଥ ସ୍ୱାଇଁ। ଆଜି କୋଉଠୁ ପାଣି ନେଇକି ଯାଉଛନ୍ତି? ଆମେ ଗଡଗଡିଆ ଘାଟରୁ ପାଣି ଉଠେଇ ଆମେ ଯିବୁ ପ୍ରଭୁ ଖଟି ମହାଦେବଙ୍କ ପାଖରେ ଢାଳିବୁ। କଣ ମାନସିକ ପାଇଁ ପାଣି? ମାନସିକ ଏଇଆ, ମୋର ଗୋଟେ ଝିଅ ଶରୀର କଥା କହିପାରୁନାହିଁ, ସେଥିପାଇଁ ମୁଁ ସେ ଝିଅଟା ପାଇଁ ପ୍ରଭୁ ଭୋଳାନାଥଙ୍କୁ ମୁଁ ଡାକୁଛି। ତାଙ୍କ ଆଶୀର୍ବାଦ ହେଲେ ସେ ଝିଅଟି ଯଦି ପରିବର୍ତ୍ତନ ହେଇପାରେ, ମୋର ଏତିକି ପ୍ରଭୁଙ୍କ ଉପରେ ଆପଣଙ୍କର ବିଶ୍ୱାସ? ଭରସା ଅଛି। ପ୍ରଭୁଙ୍କ ପାଖରେ ମୋର ଅତ୍ୟନ୍ତ ବିଶ୍ୱାସ ବି ଅଛି। ହଁ, ଆପଣଙ୍କ ସହିତ ଆଉ କିଏ ଯାଉଛନ୍ତି? ଆମ ସହିତ ଆମର ଜଣେ ପୁତୁରା ଗ୍ରାମ ପାଖରେ ପୁତୁରା 2 ଜଣ ଅଛି, ଭାଇ ଜଣେ ଅଛି, ପୁତୁରା ବୋହୂ ଜଣେ ଅଛି, ଆଉ ପୁତୁରା ବୋହୂ ବି ଜଣେ ଅଛନ୍ତି। ଆଉ ଜଣକୁ ଆମର ଅଧବାଟରେ ଗୋଟେ ଭଗବାନଙ୍କର ଆଶୀର୍ବାଦରୁ ଅସୁବିଧା ଘଟିଲା, ସର୍ପାହାତ ସାପ କାମେ ତାକୁ ମେଡିକାଲ ପଠେଇ ଆମେ ଆସି ତିତିରା ଗ୍ରାମ ପଞ୍ଚାୟତର ଯୁବ ସଂଘ ବୋଲବମ ଯୁବ ଆଜି ସଂଘ ଲଗାଣ ବର୍ଷା ସତ୍ତ୍ୱେ ଏ ଯୋଉ ପ୍ରତିକୂଳ ପାଗ ସତ୍ତ୍ୱେ ଏ ଯୋଉ ଯିବା ଆସିବାରେ କିଛି ଅସୁବିଧା ହେଇନି? ନାଇଁ, ଆମେ ସେ ସବୁ କିଛି ଖାତିର କରିନୁ। ପ୍ରଭୁଙ୍କ ନାଁ ଧରି ଆମେ ଆସୁଛୁ। ଯୋଉଠି ଅସୁବିଧା, ଯଦି ଦୁଃଖ କିଛି କଷ୍ଟ ଆସୁଛି, ଭଗବାନଙ୍କ ନାଁ ଧରିଲେ ବି ଆମକୁ ଆରୋଗ୍ୟ ବି ପ୍ରଦାନ ମିଳୁଛି। କୌଣସି ଅସୁବିଧା ନାହିଁ। ମେଘ ବର୍ଷାରେ ଆମେ ଚାଲିଛୁ। ଭାଇ ଆପଣଙ୍କ ନାଁ କଣ? ଜଟାଧାରୀ ମଣ୍ଡଳ କୋଉଠୁ ଆସିଛନ୍ତି? ଗଡଗଡିଆରୁ ଯିବେ କୋଉଠି? ଗଡ ବିଷ୍ଣୁପୁର ବଡ ବିଷ୍ଣୁପୁର। ଗ୍ରାମ ପଞ୍ଚାୟତର 10 ନମ୍ବର ୱାର୍ଡ ଖଟିଯିଅ ଗ୍ରାମ ଖଟି ମହାଦେବ। ଆପଣ କଣ ମାନସିକ କରିଥିଲେ ଆସିବା? ତ ମୁଁ 22 ବର୍ଷ ହେଲେ ପାଣି ଆଣୁଛି। 22 ବର୍ଷ ଧରି? 22 ବର୍ଷ ଆଜ୍ଞା। ମୋ ଦେହର ଆରୋଗ୍ୟ, ବାପା ମାଙ୍କର ଆରୋଗ୍ୟ ପାଇଁ, ପିଲା ଛୁଆଙ୍କ ଆରୋଗ୍ୟ ପାଇଁ, ଏମିତି ସବୁଙ୍କ ନାମ ଦେଖିବେ ଅନ୍ୟମାନେ କିଛି ଯୋଉ ଏବେକାର ଯୁବପିଢି ଯୋଉମାନେ ଯାଉଛନ୍ତି ଫ୍ୟାସନ ଭାବେ ଯୋଉ ଆଧୁନିକ ଗୀତ ଆପଣ ସେ ସମ୍ପର୍କ କଣ କହିବେ? ସେ ସମ୍ପର୍କରେ କିଛି ମାନସିକରେ ଯାଉଛନ୍ତି, କିଛି ବି ତାମସରେ ଯାଉଛନ୍ତି। ଆଜ୍ଞା। କିନ୍ତୁ ଯେ ଯୋଉ ଭଗବାନଙ୍କୁ ଡାକି ଯେମିତି ଯାଇପାରୁଛନ୍ତି। ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ୱାସ, ପୂର୍ଣ୍ଣ ବିଶ୍ୱାସ ଅଛି? ଆପଣଙ୍କର ଏମିତି ଭବିଷ୍ୟତରେ ମାନେ ଆପଣଙ୍କର ଯୋଉ ମନସ୍କାମନା ପୂର୍ଣ୍ଣ ପାଇଁ ଏ ଯାତ୍ରା କରୁଛନ୍ତି? ଏଇଟା ତ। ମା, ଆପଣଙ୍କର ପରିଚୟ କଣ? ଜୋର କୁହନ୍ତୁ। ଆପଣ ମାନସିକ କରୁଛନ୍ତି ଭଗବାନଙ୍କ ପାଖରେ ପାଣି ନବାକୁ, କୋଉଠୁ ଯିବେ? ଗଡଗଡିଆରୁ। ମା, ଏତେ ଦୂର ଆପଣ ଚାଲି ଚାଲି ଆସିଛନ୍ତି, ବାଟରେ ମାନେ ଚାଲିବାର ଅସୁବିଧା କି ଏମିତି କିଛି ଅସୁବିଧା ହଉନି ତ? ଅସୁବିଧା କିନ୍ତୁ କିଛି ନାହିଁ, ଠାକୁର ଡାକି ଦେଇକି ବାଟ ପଢେଇ ଚାଲି। ଏ ଯୋଉ ଲଗାଣ ବର୍ଷା ଆଉ ଆପଣ ଜଣେ ମହିଳା, ମାନେ କିଛି ଅସୁବିଧା ବା ସୁରକ୍ଷା ଦୃଷ୍ଟିରୁ? ସବୁ ଜାଗା ସୁରକ୍ଷିତ କରୁଛନ୍ତି। ଆମେ ସୁରକ୍ଷିତ ଜାଗାରେ ଆସୁଛୁ, ସୁରକ୍ଷିତ ଜାଗାରେ ଜାଗା ମୁଣ୍ଡି ପହଞ୍ଚୁ। ଧନ୍ୟବାଦ ମା। ମା, ଆପଣଙ୍କ ପରିଚୟ? ଆସନ୍ତି ମନ୍ଦିର। ମା, ଆପଣ କଣ ମାନସିକ କରୁଛନ୍ତି ଆଉ କୋଉଠିକି ଯିବେ? ଘର ପିଲା ଛୁଆ ଭଲ ପାଇଁ ଭଲ ରହିବ, ପିଲା ଛୁଆ ଆମେ ଭଲ ରହିବ। ମା, ଆପଣ ଜଣେ ମା ହିସାବରେ ଆପଣଙ୍କ ସନ୍ତାନ ପାଇଁ ମାନସିକ କରୁଛନ୍ତି। ଆପଣଙ୍କର ପ୍ରଭୁଙ୍କ ଉପରେ ବିଶ୍ୱାସ ଅଛି? ଯେ ବିଶ୍ୱାସ ଅଛି? କଟକ ଗଡଗଡିଆ କେତେ ବର୍ଷ ଧରି ଯାଉଛନ୍ତି ମା? ମୁଁ ଗଲିଣି 12 ବର୍ଷ ନାହିଁ। 12 ବର୍ଷ ଧରି? 12 ବର୍ଷ ଧରି ଏମିତି ନିୟମିତ ଯାତ୍ରା କରୁଛନ୍ତି। ଏଇ ମା, ଏଇ ଯୋଉ ଯିବା ଆସିବା ଭିତରେ କିଛି ଅସୁବିଧା ନା, କିଛି ଅସୁବିଧା ନାହିଁ। ଭଗବାନଙ୍କ ଠାକୁର ଆମକୁ ଭଲରେ ନେଇ ପହଞ୍ଚୁ। ଧନ୍ୟବାଦ।